ଚାରି ଗାୟକ ଆଇଲେ, ଚାରି ଗାୟକ ଆସିଲେ, ଚାରି ବାୟକକୁ ଡାକିବି। ଦେଖିବା। ଆରେ ଗାଇବି ଜୟ ବାନା ଏ ଗାୟକ ଟୁନ ନା, ଏ ଗାୟକ ଟୁନ। ତମ ଗାୟକର ଏଇ ଟୁନ ବାହାରିବ। ସଦିଆ ବୋହୁ ଯାଉଛି କୁଆଡେ ଶାଶୁ ଘରକୁ। ସନାତନ ଦାସ ହଉଛି ମୋ ଜୀବନ। ମରି ଯାଇଥାନ୍ତି ମେଡିକାଲରେ ପଢିଛି, ଉତ୍କଳ ହସ୍ପିଟାଲକୁ ଯାଇକି ସନା ଦାସ କୁଣ୍ଢେଇକି ମତେ ବୋଉ ବୋଗିନି କାନ୍ଦିଲା, କହିଲା ମୁଁ ଆଉ କାହା ସାଙ୍ଗରେ ପାଲା ଗାଇବି। ତେଣୁ ସେ ଅଭୟ ପ୍ରେମକୁ କେବେ ଭୁଲି ହବ? ମଞ୍ଚ ଉପରେ ପଦେ ଅଧେ ନ କହିଲେ ଦି ପଇସା ତମଠୁ ଟାଣିକି ନବୁ କେମିତି? ତେଣୁ ମଞ୍ଚ ଉପରେ ଦୀପଦ କୁହାକୁହି ହବୁ। ରାବଣ ଆଉ କୁମ୍ଭକର୍ଣ୍ଣ ଆଚ୍ଛା, ପୂର୍ବ ଜନ୍ମରେ ଥିଲେ ବିଷ୍ଣୁଙ୍କର ଦ୍ୱାରପାଳ। ଦ୍ୱାରପାଳ ହୋଇକି ଥିଲେ। ଜଣଙ୍କ ନାଁ ଜୟ, ଆଚ୍ଛା, ଜଣଙ୍କ ନାଁ ହେଲା ବିଜୟ। ବିଜୟ। ଯାହାକୁ ଭାଗବତ କଲା ଜୟ ବିଜୟ ବେନି ଭାଇ, ସ୍ୱର୍ଗେ ମୋ ଦ୍ୱାରପାଳ ହୋଇ। ସ୍ୱର୍ଗେ ମୋ ଦ୍ୱାରପାଳ ହୋଇ, ସ୍ୱର୍ଗେ ମୋ ଦ୍ୱାରପାଳ ହୋଇ। ଆଜ୍ଞା, ଜୟ ଆଉ ବିଜୟ ହଉଛନ୍ତି ଦିଟା ଯାକ ରାବଣ କୁମ୍ଭକର୍ଣ୍ଣ। ବାସ୍। ମନ୍ଦୋଦରୀର ପୂର୍ବ ଜନ୍ମର ନାଁ ଟା କଣ ଥିଲା? କଣ ଥିଲା? ପାଲା ବାଲା ଟିକେ କହିବ। ଆଚ୍ଛା, ମନ୍ଦୋଦରୀର ପୂର୍ବ ଜନ୍ମ ବେଙ୍ଗବତୀ କନ୍ୟା କହିବନି। ନାଇଁ ନାଇଁ ନାଇଁ, କହିବନି ବେଙ୍ଗବତୀରୁ ସେ ମନ୍ଦୋଦରୀ ହେଇଛି। ଆଚ୍ଛା, ବେଙ୍ଗଟା ଗଳି ପଇଲା ମନ୍ଦର ବାବାଜୀର ଆଶ୍ରମର କ୍ଷୀର ଭିତରକୁ। ହଁ ହଁ, ବାହାରିଛନ୍ତି। ବାବାଜୀ ଆସିଲା ବେଳକୁ କ୍ଷୀର ଭିତରେ ବେଙ୍ଗ ଅଭିଶାପ ଦେଲେ, ଯଦି ପ୍ରକୃତରେ ମୋ ପୁଣ୍ୟ ଉଦ୍ଦେଶ୍ୟରେ ଥିବୁ, ବାସ୍, ଗୋଟେ ସୁନ୍ଦରୀ ଝିଅଟି ହେଇକି ଜନ୍ମ ହ। ଯଦି ମୋ ଅପକାରରେ ଥିବୁ ଭସ୍ମ ହେଇଯିବୁ। କାହିଁକି ନାଗ ସାପଟା ଅପେକ୍ଷା କରି ରହିଛି, ମନ୍ଦର ବାବାଜୀଙ୍କର କ୍ଷୀର ଭିତରେ ଗରଳ ପକେଇଛି, ବିଷ ଛାଡି ଦେଇଛି। ବେଙ୍ଗ ଦେଖିଛି, ମନ୍ଦର ବାବାଜୀଙ୍କୁ ମାରିବା ପାଇଁ ନାଗ ସାପ ବିଷ ଛାଡି ଦେଇଛି କ୍ଷୀର ଭିତରୁ। ବାସ୍, ବାବାଜୀ ଚାଳିଆର ଓରା ଉପରେ ଥିଲା ବେଙ୍ଗଟା। ଆଚ୍ଛା, କହିଲା ଆହା ଆହା, ଏଡେ ମହତ ଜନଟା ମରିଯିବ। ଆଉ କଣ? ଶ୍ଲୋକାର୍ଧେନ ପ୍ରବକ୍ଷ୍ୟାମି ଯଦୁକ୍ତ ଗ୍ରନ୍ଥ କୋଟିଭି ପରୋପକାର ସ୍ୱର୍ଗାୟ ନରକାୟ ତୁହି ସନ। ଜୀବନରେ ଶ୍ଲୋକାର୍ଧେନ ପ୍ରବକ୍ଷ୍ୟାମି, ହଜାରେ ଶ୍ଲୋକ ଆମେ ଗାଉ, ହଜାରେ ପୁସ୍ତକ ପାଠ କରୁ। ସନାତନ ଦାସ ନୃସିଂହଟା ବାଦପାଲା ଗାଉଛନ୍ତି, ପଦେ ଅଧେ ଆମେ କୁହାକୁହି ହଉଛୁ। ଏଇଟା କଣ ହୃଦୟର କଥା ଆମର? ନାଇଁ 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 ନାଇଁ, ଦିନ ବେଳେ ତ ଦୁଃଖ ସୁଖ ହଉଛି, ରାତିରେ କହିଲେ କଣ? ସନାତନ ଦାସ ହଉଛି ମୋ ଜୀବନ। ଆଉ କଣ? ମରି ଯାଇଥାନ୍ତି ମେଡିକାଲରେ ପଢିଛି, ଉତ୍କଳ ହସ୍ପିଟାଲକୁ ଯାଇକି ସନା ଦାସ କୁଣ୍ଢେଇକି ମତେ ବୋଉ ବୋଗିନି କାନ୍ଦିଲା, କହିଲା ମୁଁ ଆଉ କାହା ସାଙ୍ଗରେ ପାଲା ଗାଇବି। ଏଭଳିଆ ବନ୍ଧୁକୁ ଭୁଲି ହବ? ତେଣୁ ସେ ଅଭୟ ପ୍ରେମକୁ କେବେ ଭୁଲି ହବ? ନାଇଁ 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 ନାଇଁ। ମଞ୍ଚ ଉପରେ ପଦେ ଅଧେ ନ କହିଲେ ଦି ପଇସା ତମଠୁ ଟାଣିକି ନବୁ କେମିତି? ତେଣୁ ମଞ୍ଚ ଉପରେ ଦୀପଦ କୁହାକୁହି ହବୁ। ହଁ ମ, ଖୁସି ବାସିରେ। ଗଳି ପଡିଲା ବେଙ୍ଗ। ବାବାଜୀ ଆସିଲା ବେଳକୁ କ୍ଷୀର ଭିତରେ ବେଙ୍ଗ ପଡିଛି, କହିଲା ଚଣ୍ଡାଳ କଣ କଲୁ କିରେ? କଣ କଲୁ? ଆମେ କି ଭୋକ ଉପାସରେ ଆସୁଛୁ? ମୁଁ ନ ଖାଇଲେ ଚଳିବ। ଏଠି ଆଜି ଅନୁଷ୍ଠାନ ମାଛ ଫାଛ ସବୁ କରୁଥିଲା। ଆଉ କଣ? ମୁଁ ଜମା ଖାଇନି। ଖାଇଛି ନା, ଜମା ଖାଇନି। ଏ ଯାବତ ବି ଆଜି ଦିନ ଯାକ ଖାଇନି। କାହିଁକି? ମୋ ଶରୀର ସାଥ ଦଉନି। ଆଚ୍ଛା, ଏଠି 12 ଦିନ ଯାଏ ପାଲା ଗାଇବା ମୋ ପାଇଁ ସନ୍ଦେହ। ବାସ୍, ରାତି ପାଇଲେ କଟକ ମେଡିକାଲ ଯିବି, ଡକ୍ଟର ଡକେଇଛନ୍ତି ରବି ନାରାୟଣ ପଣ୍ଡା। ଆଚ୍ଛା, ବଡି ଚେକିଂ ହବ। ବାସ୍, ତେଣୁ ବଞ୍ଚିଛି ଯେତେବେଳେ
ହଁ ହଁ ଅଛି ଯେତେବେଳେ ମଞ୍ଚପୁରକୁ ଆସିବିନି ସେତେବେଳେ ନିଶ୍ଚିତ ନିଶ୍ଚିତ ଘରେ ଅଛୁ ଯେତେବେଳେ ଆସିବାକୁ ବାଧ୍ୟ ଆଉ କଣ ବାବାଜୀଙ୍କର ଅଭିଶାପଟା ବାସ୍ ଆଶୀର୍ବାଦ ହେଇଗଲା। ଆହା! ଗୋଟେ 16 ଯୁବତୀଟିଏ ଜନ୍ମ ହେଲା। ଆଚ୍ଛା ବାବାଜୀ କହିଲେ ତୋ ନାଁ କଣ ଦେବି? ନାଁ ଥିଲା ବେଙ୍ଗ। ବାସ୍ ପଇଲା କ୍ଷୀରରେ ଜନ୍ମ ହେଲା ଝିଅ। ବାବାଜୀ କହିଲେ ତୋ ନାଁ ଟା ଆଜିଠାରୁ ମୁଁ ଦେଲି ବେଙ୍ଗବତୀ କନ୍ୟା। ବାସ୍ ଭଲ ସୁନ୍ଦର ନାଁ ଟେ ଦେଲେ ବାବା ମାନେ ଆଉ କିନ୍ତୁ ଏଇ ବେଙ୍ଗବତୀ ଯେତେବେଳେ ଯୌବନ ଲାଭ କରିଛି ଆହା! କାମ୍ୟକ ବନ ଭିତରେ ବୁଲୁଛି। ବୁଲୁଛନ୍ତି ସେତିକି ବେଳେ କଣ ହେଇଛି କିସ୍କିନ୍ଦା କଟକର ନାୟକ, ରାଜା ଭାଳି କିସ୍କିନ୍ଦା କଟକର ରାଜା ଆହା ଗୌତମ ବାବାଜୀଙ୍କର ପୁଅ ବାଳି ବାସ୍ ସେଇ ବାଟ ଦେଇ ଯାଉଛି। ଆଚ୍ଛା ଦେଖିଦେଲା ବେଙ୍ଗବତୀ କି ଆହା କହିଲା ବାବା ବାବା ବା ଆଖି ଲାଖି ରହୁଛି କିଡି ସୁନ୍ଦରୀ ନ ହେଇଛି ମୁଁ ଏଇଟା। ବୋପା କିଲୋ କହିଲା ଆଲୋ ଅନନ୍ତ ମହିମଣ୍ଡନା, ଯା 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 ଆଲୋ ଅନନ୍ତ ମହିମଣ୍ଡନା, ଆସ ନିଶା କରା ନନା। ମଦନ ସରେ ସରିଲି ଏ ଗାୟକ ଟୋନ ନା ଆଉ। ଏ ଗାୟକ ଟୋନ ବାସୁ ତମ ଗାୟକର ଏଇ ଟୋନ ବାହାରିବ ସଦିଆ ବୋହୁ ଯାଉଛି କୁଆଡେ ଶାଶୁ ଘରକୁ। କଲା ମଦନ ସରେ ସରିଲି ମତେ ଧର୍ମାନନ୍ଦେ କୋଳେ ଘେନା ଚାରିଟା ଗାୟକ ଗଲେ ଅନନ୍ତ ମହିମଣ୍ଡନା, ଅନନ୍ତ ମହାପାତ୍ର, ଆଚ୍ଛା ଆସ ନିଶାକରା ନନା, ନିଶାକର ଷଡଙ୍ଗୀ, ବାସ୍ ମଦନ ସରେ ସରିଲି, ଆଚ୍ଛା ମଦନ ମହାରଣା, ବାସ୍ ଧର୍ମାନନ୍ଦ କୋଳେ ଘେନା, ବାସ୍ ଧର୍ମାନନ୍ଦ ଦୀକ୍ଷିତ। ଆଚ୍ଛା ଆଚ୍ଛା ଚାରି ଗାୟକ ଆଇଲେ, ଚାରି ଗାୟକ ଆସିଲେ ଚାରି ବାୟକକୁ ଡାକିବି। ଦେଖିବା ଆରେ ଗାୟକ ଆସିଲେ ବାୟକ ନ ଆସିଲେ ମନ ଦୁଃଖ କରିବେନି। ଚାରି ବାୟକକୁ ଡାକିବି। ଦେଖିବା କହିଲା ଯାହା ହଉ ଯୋଗ୍ୟ ପୁଅ ଏ ଅଞ୍ଚଳର, ଆଜ୍ଞା ଜଣେ ସୁଯୋଗ୍ୟ ବାପାର ନନ୍ଦନ ଭେଟିଦେଲି, ମନ ଖୁସି ହେଇଗଲା। ମୁଁ ଖାଲି ପାନ ଦେଲେ ହବନି, ଟଙ୍କା 100ଟା ଖଣ୍ଡେ ଦବନି। ଖାଲି ପାନଟା ଦେଲେ ହବ, ମୋର ମନେ ଯେମିତି ରହିବ ନା। ପଇସା କେମିତି କଲେକ୍ସନ ହୁଏ ପାଲା ପାଲା ଜାଣିପାରୁଛ ତ? ଆଉ କଣ କଲା ଗୋବର୍ଦ୍ଧନ ଉରୋଜାରେ ଦାସ ଆସ ରଥବାରେ ଗୋବର୍ଦ୍ଧନ ଉରୋଜାରେ ଦାସ তুম প্রেম চিন্তামণি, তুম প্রেম চিন্তামণি, তুম প্রেম চিন্তামণি, তুম প্রেম চিন্তামণি, গাইবি জয় বানা ଦେଖୁଛୁ କେମିତି କଟିଙ୍ଗି। ଓଡିଶାର ଶ୍ରେଷ୍ଠ 4 ଜଣ ବାୟକ। ଆଚ୍ଛା ଏକରେ ହେଲେ ଗୋବର୍ଦ୍ଧନ ଉରୋଜାରେ ଗୋବର୍ଦ୍ଧନ ବେହେରା, ବାସ୍ ଗୋବର୍ଦ୍ଧନ ବେହେରା ଆଜ୍ଞା। ଗାୟକ ଉଦୟନାଥ ରଥ ଶର୍ମାଙ୍କ ବାୟକ। ଆଚ୍ଛା ଦାସ ଆସ ରଖବାରେ ବାସ୍ ଦାଶରଥୀ ସାହୁ, ହଁ ହଁ ସାହୁ ସାହୁ
ଗାୟକ ଧର୍ମାନନ୍ଦ ଦୀକ୍ଷିତଙ୍କ ବାୟକ ବାୟକ ତୁମ ପ୍ରେମ ଚିନ୍ତାମଣି ବାତ ଚିନ୍ତାମଣି ତ୍ରିପାଠୀ ଆଚ୍ଛା ଗିରିଧାରୀ ବିଶ୍ୱାଳଙ୍କ ବାୟକ ବାୟକ ଉଡାଇବି ଜୟବାନା ବାତ ଜୟକୃଷ୍ଣ ତ୍ରିପାଠୀ ହଁ ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଶୀଙ୍କର ବାୟକ ଆଚ୍ଛା ଆଉ କହିଲା କେଡେ ସୁନ୍ଦରୀ ନ ହେଇଛୁ ତତେ ହଁ। ଦେଖିଲେ ଜୟବାନା ଉଡେଇବି ଆହା ମନରେ ଭାବୁଛନ୍ତି ତତେ ଦେଖିଲେ ଜୟବାନା ଉଡେଇବି ବାସ୍ ତୁମ ପ୍ରେମର ଚିନ୍ତାମଣି ହଁ ହଁ ଗୋବର୍ଦ୍ଧନ ଉରଜାତୁ ଏ ବୋପାଲୋ ଗୋବର୍ଦ୍ଧନ ବୋଲେ ପର୍ବତ ବାସ୍ ନାରୀ ମାନଙ୍କୁ କହନ୍ତି ପର୍ବତ ସ୍ତନା ବାସ୍